ଗରୁଡ଼ ପୁରାଣ ସପ୍ତମ ଅଧ୍ୟାୟ ଗର୍ଭବାସ ବିଚାର। ଗରୁଡ଼ ଉବାଚ ଗରୁଡ଼ କହନ୍ତି ଶିରେ ଦେଇବେନି କର, ଶୁଣି ମାହେ ଚିନ୍ତାମଣି ତ୍ରିଲୋକ୍ୟ ଠାକୁର। ପ୍ରଶ୍ନ ଏକ ମୋର ମନେ ହୁଅଇ ଉଦୟ, ତାହାର ଉତ୍ତର ମତେ କୁହ ଦେବରାୟ। ଗର୍ଭର ଯନ୍ତ୍ରଣା ଜୀବ ଲୋଭେ ଯାହା ଯାହା, ସଂଶୟ ଫେଡ଼ିଣ ମୋର କହିଦେବ ତାହା। ଶୁଣିବାକୁ ମୋର ଉପୁଜିଛି କୌତୁକ, ଦୟା ବହିବୃତେ କହ ବ୍ରହ୍ମାଣ୍ଡ ନାୟକ। ମୃତ୍ୟୁର ବିକଳ ବାଣୀ ଶୁଣିଦେବ ହରି, ସାନ୍ତ୍ୱନା ବାକ୍ୟେ କହନ୍ତି ଶୁଣ ପନ୍ନଗାରି। ଭଗବାନ ଉବାଚ ମନ ସ୍ଥିର କରି ବାବୁ ଶୁଣ ସେ କାହାଣୀ, ଯାହା ପଚାରିଲ ତାହା କହିବି ମୁଁ ପୁଣି। କାଶାସକ୍ତ ହୋଇ ମାତା ପିତା ଏକ ମେଳେ, ସଙ୍ଗମ କରନ୍ତି ଦୁହେଁ ଯେବେ ମୋ ଭଳେ। ସେ ସମୟ ପିତା ବୀର୍ଯ୍ୟ ମାତାର ଜରେ, ପତିତ ହୁଅଇ ଜାଣ ଯୋନିର ମଧ୍ୟରେ। ରଜବୀର୍ଯ୍ୟ ମିଳି ଧୀରେ ଗମନ କରଇ, ମାତାର ଗର୍ଭ ମଧ୍ୟରେ ଯାଇ ପ୍ରବେଶଇ। ପୂର୍ବକର୍ମ ଅନୁସାରେ ଜୀବ ଥାଏ ଚାହିଁ, ନରକ ଯନ୍ତ୍ରଣା ଭୋଗ କରିବାର ପାଇଁ। ତତ୍କ୍ଷଣେ ମାତୃଗର୍ଭେ ହୁଅନ୍ତି ପ୍ରବେଶ, ଭୋଗ କରିବା ପାଇଁ କି ନରକର କ୍ଲେଶ। ଯେଉଁ କାଳେ ମାତା ଜାଣ ରଜବତୀ ହୁଏ, ପାପ ଦେହଟି ତୋହରଟି ବୋଲି ଶାସ୍ତ୍ର କହେ। ତାହାର କାରଣ ତତେ ସଂକ୍ଷେପେ କହିବି, ଦେହର ମନରୁ ବାବୁ ସନ୍ଦେହ ଦହିବି। ବୃତ୍ରାସୁର ଉତ୍ପାତ କଲା ଯେତେବେଳେ, ସମର ତାହାକୁ ବଧ ଇନ୍ଦ୍ର କଲେ ହେଳେ। ଋଷିର କୁମର ସେହି ତପୋବନେ ବଳି, ବ୍ରହ୍ମ ହତ୍ୟା ପାପ ଇନ୍ଦ୍ର ଦେହ ଗଲା ଗିଳି। ତେଣୁ ସ୍ୱର୍ଗରାଜେ ରାଜା ହୋଇ ନ ପାରିଲେ, ଲାଜରେ ପଳାଇ ମାନସରରେ ଲୁଚିଲେ। ଇନ୍ଦ୍ରଙ୍କ ଅଭାବେ ସୃଷ୍ଟି ହେଲା ନାରକାର, ଜୀବଜନ୍ତୁ ଗୁଞ୍ଜି ହେଲେ ଦୁଃଖ ସହି ଘୋର। ଖଳ ଲୋକେ ନାନା ଖଳ କାର୍ଯ୍ୟ ଆରମ୍ଭିଲେ, ଧର୍ମ ମାର୍ଗ ନିଷ୍ଠ କରି ପାପମାନ କଲେ। ତାହା ଦେଖି ବ୍ରହ୍ମା ଅତି ଦୁଃଖିତ ହୋଇଲେ, ଇନ୍ଦ୍ରଙ୍କ ସମୀପେ ବେଗ ପରବେଶ ହେଲେ। ବ୍ରହ୍ମ ହତ୍ୟା ପାତକକୁ 6 ଭାଗ କରି, 6ଟି ସ୍ଥାନରେ ତାହା ରଖିଲେ ବିଚାରି। ପ୍ରଥମ ଭାଗ ରହିଲା ନାରୀଙ୍କ ଦେହରେ, ମାସେ ମାସେ ଋତୁମତୀ ହେବେ ଯେ କାଳରେ। ବୃକ୍ଷରେ ରଖିଲେ ପୁଣି ଦ୍ୱିତୀୟ ଭାଗକୁ, ଫଳ ପୁଷ୍ଟହୀନ ହୁଏ ସେ ପୁଣି କାଳକୁ। ଅଗ୍ନିଦେବଙ୍କୁ ତୃତୀୟ ଭାଗ ପାପ ଦେଲେ, ତେଣୁ ଧୂମ୍ରବର୍ଣ୍ଣ ଧୂମମୟ ସେ ହୋଇଲେ। ଧରାକୁ ଚତୁର୍ଥ ଭାଗ ପାପ ଦେଲେ ଧାତା, ମଳମୂତ୍ର ଆଦି ତହିଁ ହୁଅଇ ସର୍ବଥା। ନଦୀକୁ ପଞ୍ଚମ ଭାଗ ଦେଲେ ସେ ପାପରୁ, କାଳେ ଶୁଷ୍କ ହୋଇଯାଏ ପାପ ପ୍ରଭାବରୁ। ବୈଶାଖାଦି 12 ମାସେ ଷଷ୍ଠ ଭାଗ ଦେଲେ, ତାହାର ନାମ ଶ୍ରବଣ ପ୍ରତି ମାସେ କଲେ। 5 ଦିନ ଶ୍ରବଣ ଯେ ପ୍ରତି ମାସେ ହୁଏ, ତୃଣକାଷ୍ଠ ଛେଦନ ଯେ ସେକାଳ ନ ହୁଏ। ଏହିପରି ବ୍ରହ୍ମ ହତ୍ୟା ପାତକକୁ ବାଣ୍ଟି,
ଇନ୍ଦ୍ରକୁ ମୁକ୍ତ କରିଲେ ଦେବ ପରମେଷ୍ଟି। ପୁନରୂପୀ ସ୍ୱର୍ଗ ରାଜ୍ୟେ ବସାଇଲେ ନେଇ। ପୂର୍ବ ପରି ପ୍ରଜା ପାଳେ ଆନନ୍ଦିତ ହୋଇ। ଏବେ ଋତୁମତୀ ନାରୀ କଥା ମୁଁ କହିବି। ତୋହର ମନରୁ ବାବୁ ସନ୍ଦେହ ନାସିବି। ଋତୁମତୀ ଯେଉଁ କାଳେ ନାରୀଏ ହୁଅନ୍ତି। ବ୍ରହ୍ମହତ୍ୟା ପାପ ତାର ଅଙ୍ଗ ଆବରନ୍ତି। ଋତୁର ପ୍ରଥମ ଦିନେ ଚଣ୍ଡାଳୀ ହୁଅଇ। ଦ୍ୱିତୀୟ ଦିନରେ ବ୍ରହ୍ମଘାତିନୀ ବୋଲାଇ। ତୃତୀୟ ଦିନରେ ରଜକିନୀ ହୁଏ ନାରୀ। ସେଦିନ ମାନକେ ସ୍ପର୍ଶ ନ କର ବିଚାରି। ବଳେ ସଙ୍ଗମ କରିଲେ ନର୍କରେ ପ୍ରବେଶ। ହୁଅଇ ଜାଣ ହେ ବାବୁ ସର୍ବଦା ପୁରୁଷ। ପୂର୍ବ ପାପ ହେତୁ ଜୀବ ନେତ୍ରରେ ବସଇ। ଋତୁମତୀ ନାରୀ ଦେଖି କାମାସକ୍ତ ହୋଇ। କାହା ସାଙ୍ଗେ କାମ ଭୋଗ କରଇ ନ ମାନି। ବୀର୍ଯ୍ୟଧିକ ପୁରୁଷ ସ୍ୱପ୍ନରେ ସେହି ଜନ୍ମି। ରାଜଧିକ୍ୟ ନାରୀ ହୋଏ ପାତକୀ ଜନମେ। ନପୁଂସକ ହୁଏ ରଜ ବୀର୍ଯ୍ୟର ସମାନେ। ରଜ ବୀର୍ଯ୍ୟ ମିଶି ଫେନ ସଦୃଶ ହୁଅଇ। ଏକାକାର 5 ଦିନ ଗର୍ଭରେ ରହଇ। କ୍ରମେ କ୍ରମେ କଠିନ ହୁଅଇ ସେଇ ଫେନ। 10ମ ଦିବସେ ହୁଏ ବଦରି ସମାନ। 30 ଦିବସ ଯାଏଁ ବଢ଼େ ସୁସଂସରେ। ଅଣ୍ଡା ସଦୃଶ ହୋଇଣ ଦ୍ୱିତୀୟ ମାସରେ। ତୃତୀୟ ମାସରେ ଅସ୍ଥି ଚର୍ମ ନଖ ଲୋମ। ଶରୀରେ ସେହି ଜୀବର ହୁଅଇ ଜନମ। ଚତୁର୍ଥ ମାସରେ ଆତ୍ମା ଶରୀରେ ପଶଇ। ପଞ୍ଚମେ ଯେ କ୍ଷୁଧା ତୃଷ୍ଣା ତାହାର ପ୍ରକାଶଇ। ଷଷ୍ଠ ମାସେ ଦକ୍ଷିଣ କୁକ୍ଷୀରେ କରେ ଗତି। ମାତାର ଗ୍ରାସ ଭୁଞ୍ଜଇ ଗର୍ଭସ୍ଥ ସନ୍ତତି। ମାତା ଯାହା ପାନ କରେ ସେ କରଇ ପାନ। କ୍ଷୁଧା ତୃଷ୍ଣାରେ ଅସ୍ଥିର ତାହାର ଜୀବନ। ବିଷ୍ଠାମୂତ୍ର ଲାଳ ଶୟନ କରଇ। କୃମିମାନେ କାମୁଡ଼ନ୍ତି ତୁହାଇ ତୁହାଇ। ହସ୍ତପଦ ତାହାରେ ଯେ ବନ୍ଧନରେ ଥାଏ। ତେଣୁ କରି ନିରନ୍ତର କ୍ଲେଶକୁ ସେ ସହେ। ସପ୍ତମ ମାସ ତାହାର ହୁଅନ୍ତେ ପ୍ରବେଶ। ସର୍ବ ଅବୟବମାନ ହୁଅଇ ପ୍ରକାଶ। ଅଷ୍ଟମ ମାସରେ ଦୃଢ଼ ହୁଏ ଅବୟବ। ନବମେ ଗର୍ଭେ ଆସିବା ପାଇଁ ଉଦବେଗ। କ୍ଷୁଧା ତୃଷ୍ଣାରେ ଆତୁର ହୁଅଇ ନିରତ। କୃମି କୀଟ ଯନ୍ତ୍ରଣାରେ ହୁଏ ମୂର୍ଚ୍ଛାଗତ। ନାଭି ମଧ୍ୟରୁ ନାଡ଼ିଏ ନାମ ଆପ୍ୟାୟନୀ। ମାତା ବର୍ଗ ମଧ୍ୟରେ ସେ ସଞ୍ଚରଇ ପୁଣି। ମାତା ଯାହା ଗ୍ରାସ କରେ ସାର ସେ ନିଅଇ। ଗର୍ଭସ୍ଥ ଜୀବ ତାହାକୁ ଆନନ୍ଦେ ଭୁଞ୍ଜଇ। ବିରୁଦ୍ଧ ଖାଦ୍ୟ ଯଦ୍ୟପି ଭୁଞ୍ଜଇ ଜନନୀ। ସେ ଖାଦ୍ୟ ଖାଇଣ କଷ୍ଟ ଭୋଗଇ ସେ ପୁଣି। ହସ୍ତପଦ ବନ୍ଧନ ତାହାର ହୋଇଥାଇ। ନିରନ୍ତରେ ଛଟପଟ ଗର୍ଭରେ ହୁଅଇ। ଭୋଗ ଭୋଗୀ ଗର୍ଭ କଷ୍ଟ ଅତି ମନ ଦୁଃଖେ। ପୂର୍ବ ପାପକୁ ସ୍ମରଣ କରେ ଅତି ରକେ। କାହିଁ ପାଇଁ ଦେହ ବହି ସଂସାରରେ ମୋହି। ହରେ ରାମ କୃଷ୍ଣ ନାମ ଉଚାରିଲି ନାହିଁ। କାମିନୀ କାଞ୍ଚନ ସୁଖ ଭୋଗରେ ମାତିଲି। ଗର୍ବେ କରୁ ଗୁରୁଜନ ପୂଜା ନ କରିଲି। ସେହି ପାପ ଫଳେ ହେଲା ମୋର ଗର୍ଭବାସ। ଗର୍ଭ ଯନ୍ତ୍ରଣା ଭୋଗିଲି ଭୋଗିଲି ଏ କ୍ଲେଶ।
ଏଥର ଯଦ୍ୟପି ଜନ୍ମ ହେବି ସଂସାରରେ, କଦାପି ପାପ କର୍ମ ନ କରିବି ଭାରେ। ସତତ ଶ୍ରୀରାମକୃଷ୍ଣ ହରି ଗୁଣମାନ, କରି କଟାଇବି କାଳ ଏହା ଧ୍ରୁବ ଜାଣ। ଜୟ ଜୟ ଦେବ ଦେବ ବ୍ରହ୍ମାଣ୍ଡ କରତା, ଜୟ କମଳା ବଲ୍ଲଭ ତ୍ରୈଲୋକ୍ୟର ପିତା। ତ୍ରୈଲୋକ୍ୟ ପାଳକ ତ୍ରୈଲୋକ୍ୟ ସଂହାରକ, ଜୟ ବୈକୁଣ୍ଠ ବିହାରୀ ହେ ବିଶ୍ୱପାଳକ। ଦୟା ବହି ଦାସ ଧମେ ଦିଅ ବାରେ ଦେଖା, ଏ ବିପଦ ସିନ୍ଧୁ ପାରି କର ଦୀନ ସଖା। ଏହି ବାର କ୍ଷମା ମତେ କର କୃପା ସିନ୍ଧୁ, ପାପ କର୍ମ ନ କରିବି ହାୟ ଦୀନ ବନ୍ଧୁ। ତୁମ୍ଭେ ସିନା ପ୍ରଭୁ ତ୍ରୈଲୋକ୍ୟ ଚିନ୍ତାମଣି, ଘେନ ବାରେ ଭୃତ୍ୟ ଜନ କରୁଣ କାହାଣୀ। ସଂସାର ମାୟାରେ ପଡ଼ି ତୁମ୍ଭଙ୍କୁ ଭୁଲିଲି, କାମିନୀର ରୂପ ମୋହେ ବୁଡ଼ି ମୁଁ ରହିଲି। ବିଷୟ ଭୋଗ ଲମ୍ପଟେ ଗଲା କାଳ ମୋର, ଦିନେ ତୋର ନାମ ମୁଖୁ ନ ହେଲା ବାହାର। କେତେ ଯେ କରିଲି ପାପ ତାର ସୀମା ନାହିଁ, ଧର୍ମ କାର୍ଯ୍ୟ ଦିନେ ହେଲେ ନ କରିଲି ମୋହି। ମାଂସ ଆସେ ନାନା ପଶୁ ପକ୍ଷୀ ନାଶ କଲି, ସୁରାପାନ କରି ପର ରମଣୀ ହରିଲି। ଦିନେ ହେଲେ ସାଧୁ ସେବା ନ କଲି ପାମର, ଗର୍ବେ ନିନ୍ଦା ଉପହାସ କଲି ବାରମ୍ବାର। ସେହି ସବୁ ପାପ ମୋର କ୍ଷମା ଦୟାନିଧି, ଉଦ୍ଧାର କରନ୍ତୁ ମତେ ଏ ଗର୍ଭ ବାରିଧି। ଏଥର ତୁମ୍ଭର ପଦ କଞ୍ଜ ଯୁଗ ସଦା, ଭଜନ କରିବି ପ୍ରଭୁ ଏତି ସର୍ବବାଧା। ଏହିପରି ନିରନ୍ତର ଶ୍ରୀହରି ସ୍ମରଣ, କରି ମାତା ଗର୍ଭେ ମୁନି ବ୍ରତକୁ ଧରଣ। ଦୁଃଖ କଷ୍ଟ ସହି 10 ମାସ ପର୍ଯ୍ୟନ୍ତେ, ବିଷ୍ଣାମୂତ୍ରେ ଘାଣ୍ଟି ହୋଇ ସେ ଭୀଷଣ ଚିତ୍ତେ। ପ୍ରଭୁ ପାଦ ପଦ୍ମେ ମନେ ନିରତେ ଲଗାଇ, ବିକଳେ କାନ୍ଦଇ ଯିବ କର ବାରେ ତ୍ରାହି। ଏହିପରି 10 ମାସ ହୁଅନ୍ତେ ପୂରଣ, ସ୍ମୃତି ମାରୁତ ପ୍ରବେଶ ହୁଅଇ ତକ୍ଷଣ। ନିରନ୍ତର ଇତସ୍ତତ କରଇ ତାହାକୁ, ବାୟୁ ବଳେ କମ୍ପମାନ ହୁଏ ତାର ବୁକୁ। ଧ୍ୟାନ ଲଗାଏ ଯେ ପ୍ରଭୁ ଶରଣ ପଙ୍କଜେ, ପବନ ଆଘାତେ ଭୟେ ସେହୁ ଆଖି ବୁଜେ। ସୂତିକା ମାରୁତ ବେଗେ ଧକାଏ ମାରଇ, ଯୋନି ଦ୍ୱାର ସେ ଆଘାତ ଯିବ ପ୍ରବେଶଇ। ପୁଣି ଏକ ଆଘାତ କରଇ ଯେ ମରୁତ, ଅର୍ଦ୍ଧ ଯୋନି ପଥେ ଯିବ ହୁଏ ଉପଗତ। ସେହି ସମୟରେ ଦୁଃଖ କିଏ ବନି ପାରେ, ଯୋନି ମଧ୍ୟେ ପଶି ଯିବ ଯାହା ଭୋଗ କରେ। ବାର ବାର ଚିନ୍ତା କରେ ସେଇ ହରି ଚରଣ, ପୁଣି ମାରୁତ ଆଘାତ ହୁଏ ଶେଷିକ୍ଷଣ। ସେ ଆଘାତ ପଡ଼େ ଆସି ପୃଥିବୀ ପୃଷ୍ଠରେ, ପୃଥିବୀ ସ୍ୱର୍ଗରେ ସର୍ବ ଭୁଲେ ତତ୍କାଳରେ। ଗର୍ଭର ଯନ୍ତ୍ରଣା ମାନ ଶ୍ରୀହରି ସ୍ମରଣ, ସବୁ ଭୁଲି ଉଚ୍ଚ ସ୍ୱରେ କରଇ କ୍ରନ୍ଦନ। ପାର୍ଥିବ କ୍ଷୀର ପ୍ରଭୃତି ଆହାର କରନ୍ତି, ନାଭି ଛେଦନ କିରଣ ତାକୁ ପ୍ରବନ୍ଧନ୍ତି। ଖାଇ ସେ ଖାଦ୍ୟ ଭୁଲଇ ଯିବ ଏକାବେଳେ, ଗର୍ଭରେ କାଳରେ ଯାହା ଚିନ୍ତୁଥିଲା ବେଳେ। ଗର୍ଭଜ୍ଞାନ ପୃଥିବୀରେ ଯଦି ଥାଆନ୍ତା ତାର, ପୁଣି ପୁଣି ଗର୍ଭ ଦୁଃଖ ନିହନ୍ତା ନିଜର। ବିଷ୍ଣୁ ମାୟା ମତେ ପଡ଼ି ଜଗତକୁ ସତ୍ୟ, ମଣି କାମିନୀ ସୁରତେ ବଳାଏ ସେ ଜିତ। ମୁଖୁ ନ ସ୍ମରଇ ବାଣୀ ଜନ୍ମ କାଳେ ତାର, ହସ୍ତ ପଦ ନ ଚଳଇ ଅବଶ ଶରୀର। ଗର୍ଭର କୃମି ତାହାର ଉଦରେ ଥାଆନ୍ତି, ନିରନ୍ତର ସେ ଦଂଶନ କାହାକୁ କରନ୍ତି। କ୍ରନ୍ଦନ କରଇ ଉଚ୍ଚ ସ୍ୱରରେ ଯେଉଁଗାଳ, ମାତା କ୍ଷୀର ଦାନ କରେ ସୁହାଇଲେ କୋଳ। କ୍ଷୀର ଖାଇ କିଛି କ୍ଷଣ ନିଦରେ ଶୁଅଇ, ଯନ୍ତ୍ରଣା ତାହାର ଯେ ଉପମିତ ହୁଅଇ। ଶୈଶବ କାଳ ତାହାର ଉପସ୍ଥିତ ହେଲେ,
ବିଦ୍ୟା ଅଭ୍ୟାସ କରଇ ଦୁଃଖ ସହି ହେଳେ। ଯୌବନ କାଳରେ ଧନ କରେ ଉପାର୍ଜନ, ଅସୁର ପରାହେ ତାହା କରଇ ଭଜନ। ନାରୀ ଲମ୍ପଟରେ କାଳ ନିଅଇ ସେ ଟାଳି, ମନେ ନ ପଡ଼ଇ ତାର ରାମ ବନମାଳି। ସଦା କୁକାର୍ଯ୍ୟରେ ଆଶା କରେ କୁଭଜନ, କୁଜ୍ଞାନ ମାୟାରେ ତାର ନୁହଁଇ ସ୍ୱଜ୍ଞାନ। ତହୁଁ କିଛି ଦିନ ପରେ ବାର୍ଦ୍ଧକ୍ୟ ଆସଇ, ଚର୍ମ ଲୁଳିତ ତାହାର ଦେହରେ ହୁଅଇ। ଇନ୍ଦ୍ରିୟମାନ ଅବଶ ହୁଅହି ତାହାର, ସୁସ୍ୱାଦୁ ଦ୍ରବ୍ୟ ଇଚ୍ଛନ ମାନସ ତାହାର। ଲୋଭ ମୋହ ଅତ୍ୟଧିକ ହୁଅଇ ପ୍ରବେଶ, ସେବେଳ ଥରେ ନ ଭଜେ ରାମ ହୃଷିକେଶ। ସ୍ପର୍ଶ ଲୋଭୀ ହସ୍ତା ଶବ୍ଦ ଲୋଭୀ ମୃଗ ପରି, ରୂପ ଲୋଭୀ ପତଙ୍ଗର ସଙ୍ଗେ ସମ ସରି। ଗନ୍ଧ ଲୋଭୀ ବ୍ରହ୍ମରସ ଦୃଶ ହୁଏ ପୁଣି, ସୁସ୍ୱାଦୁ ଭକ୍ଷଣ ମୀନ ସଙ୍ଗେ ସମଗଣି। ଯୁବତୀ ନାରୀ ପ୍ରେମରେ ପଡ଼ି ରତି ରସେ, ମାଡ଼ି ଯାଏ ଜୀବ ସଦା ରଜନୀ ଦିବସେ। ଦୁର୍ଲଭ ମନୁଷ୍ୟ ଦେହ କର ହେଲେ ନାଶ, ଜାଣୁ ଜାଣୁ ହୁଏ ସେ ଯେ ଇନ୍ଦ୍ରିୟର ବଶ। କାମ ଭୋଗେ ଆତ୍ମାକୁ ସେ ଅହିତ କରଇ, ମୃତ୍ୟୁ ମୁଖେ ବିଧି ମତେ ନେଇ ସେ ଦିଅଇ। କାମିନୀ ରତି କରଇ ଯେଣୁ ଅନାହାର, କାମଦେବ ପ୍ରାଣ ହରେ ପକାଇ ମୋହର। 84 ଲକ୍ଷ ଯୋନିରେ ଭ୍ରମି ଭ୍ରମି ପୁଣି, ମାନବ ଶରୀର ଜାତ ହୋଇଲା ଅବନୀ। କେତେ କେତେ କଷ୍ଟ ଭୋଗ ସଂସାର ନେ କଲା, ତଥାପି ରାମ ଗୋବିନ୍ଦ ମୁଖେ ନ ବୋଇଲା। ନର ଦେହ ଠାରୁ ବଳି ଆଉ ଦେହ ନାହିଁ, ବୃଥା କଲା ସେ ଦେହରୁ ପାପେ ରତ ହୋଇ। ତପ ତୀର୍ଥ ବ୍ରତ ବିନେ ଆଚାରିଲା ପାପ, ତା ଜାଣି ମାୟାରେ ପଡ଼ି ଲଭିଲା ସନ୍ତାପ। ନାନା ବ୍ୟାଧି ନାନା ଦୁଃଖ ହୁଅଇ ପ୍ରବେଶ, ଆତ୍ମାରୁ କରଇ ସେହି ତିଳେ ତିଳେ ଗ୍ରାସ। ପାପ ପୁଣ୍ୟ ଦୁହେଁ ମିଶି ହୋଇଛି ଶରୀର, ମୃତ୍ୟୁ କାଳେ ଜ୍ଞାନକୁ ସେ ଲୋଭଇ କେବଳ। ମୃତ୍ୟୁ ଶେଷ ଦିଅନ୍ତି ତାହାକୁ ବଡ଼ ଦୁଃଖ, ପୂର୍ବ କର୍ମମାନଙ୍କର ଦେଇ କରି ସାକ୍ଷ୍ୟ। ନର୍କ କୁଣ୍ଡେ ରଖି ବହୁ ଦିଅନ୍ତି ଶ୍ରୀକ୍ଳେଶ, କରିଥିବା ପାପ ପୁଣ୍ୟ ବୁଝନ୍ତି ଅବଶ୍ୟ। ପୂର୍ବ କର୍ମମାନ ଭୁଲି ମାୟା ମୋହେ ପଡ଼େ, ନିଷାଦ ପଥକୁ ଜୀବ ଅଜ୍ଞାନରେ ହୁଡ଼େ। ତେଣୁ କରି ବନ୍ଧନରେ ପଡ଼ଇ ଯେ ଜୀବ, ଜନ୍ମ ଜରା ମରଣାଦି ଲୋଭଇ ପ୍ରଭାବ। ହରି ମାୟା ବେଳେ ଜୀବ ଗତି ମୁକ୍ତି ପାଏ, ସୁକୀର୍ତ୍ତି କରିଲେ ତାକୁ କରିବଇଁ ଦାଏ। ମାତା ଗର୍ଭ ଦୁଃଖ କଥା ଶାସ୍ତ୍ର ବଖାଣଇ, ସୁପଣ୍ଡିତେ ଆଶ୍ରା କଲେ ସୁଗତି ମିଳଇ। ଦାନ ଧର୍ମ ସତ୍ୟତାଏ ସଂସାର ଭିଆଣ, ପାପ ନାଶ ନ କରତା ସାକ୍ଷ୍ୟ ଭଗବାନ। ମାରେ ହରି ତାରେ ହରି ହରି ହିଁ ସମସ୍ତ, ହରି ବିନୁ ଗତି ନାହିଁ ଏହା କହେ ଶାସ୍ତ୍ର। ଆହେ ପକ୍ଷୀରାଜ ମନେ ଆନନ ବିଚାର, ଭବ ସଂସାର ସାଗରୁ ହୋଇବ ଉଦ୍ଧାର। ଯାହା ଯାହା ପଚାରିଲ କହିଲି ଅବଶ୍ୟ, ଆଉ କିବା ପ୍ରଶ୍ନ ଅଛି କର ପରକାଶ। କରିଥିବା ପାପ ଋତୁ ଉଦ୍ଧରିଣ ଯିବୁ, ଶ୍ରୀମୁଖ ବାଖ୍ୟା ସନ୍ଦେହ ନ କର ତୁ ବାବୁ। ସେ ପଦ ଆଶ୍ରୟେ ଯମ ଦଣ୍ଡ ନ ଲାଗଇ, ସେ ପାଦ ପଦ୍ମକୁ ଦୃଢ଼େ ଧର ମନ ନେଇ। ଜୀବର ଗତ ଆଗତ କଥା ଏ ଅଧ୍ୟାୟରେ, କହିଲି ଗରୁଡ଼ ତତେ ସଂକ୍ଷେପେ ଭାବରେ। ଆହେ ପକ୍ଷୀରାଜ ତୁମ୍ଭେ ଦୃଢ଼ କର ମନ, ନ ଲାଗିବ ତିଳେ ହୋଇ ତତେ ଯମ ଦାଡ଼। ମହା ମହା ପାପ କରି ଶ୍ରୀହରି କୃପାରେ, ହେଲେ ତୋଳି ବସନ୍ତି ସେ ବୈକୁଣ୍ଠପୁରେ। ହେଳା ନ କର ତୁ ପୁଣ୍ୟ ବ୍ରତ ତପ ଦାନେ, ସଂସାରେ ଚେତନ ବଳା ବିଷୟା କରମେ। ଯେଉଁପରି ଭାବେ ତହେ କହିଲହି ମୁହିଁ, ସେହିପରି ଚିତ୍ତ ଲଗାଅ ହରିପାଦେ ତୁହି। ସପ୍ତମ ଅଧ୍ୟାୟ ବାଣୀ ସମ୍ପୂର୍ଣ୍ଣ ହୋଇଲା। ଗୀତ ବନ୍ଧେ ଅର୍ଥତ୍ରାଣ ଦାସ ବିଚରିଲା। ଇତି ଶ୍ରୀ ଗରୁଡ଼ପୁରାଣେ ନୈମିଷାରଣ୍ୟୋପାଖ୍ୟାନେ ଶ୍ରୀହରି ଗରୁଡ଼ ସମ୍ବାଦେ ମାତା ଗର୍ଭ ବିଚାରଣେ ନାମ ସପ୍ତମୋଧ୍ୟାୟ।